ବିଜେଡିର ପୂର୍ବତନ ଗଜପତି ଜିଲ୍ଲା ଉପସଭାପତିଙ୍କୁ ନବୀନ କଡ଼ାକରା। କାଶୀନଗର ଏନ୍ଏସିର ଜଣେ ଦକ୍ଷ ସାଂଗଠନିକ ରାଜନୀତିଜ୍ଞ ଦୀର୍ଘ ବର୍ଷ ଧରି ବହୁ ରାଜନୈତିକ ପଦପଦବୀରେ ଲୋକଙ୍କ ଆସ୍ଥା ଭାଜନ ହୋଇଥିବା ସ୍ଥାନୀୟ ନେତା କାରିମି ଆପାରାଓ ମଧୁଙ୍କୁ 2 ବର୍ଷ ତଳେ ଏନ୍ଏସି ନିର୍ବାଚନ ସମୟରେ ଏନ୍ଏସି ଅଧ୍ୟକ୍ଷ ପଦ ଟିକେଟ୍ ପାଇବା ବଦଳରେ ତାଙ୍କୁ ବିଜେଡି ଦଳରୁ ବାଦ୍ ଦିଆଯାଇଥିଲା। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ କରିମି ଆପାରାଓ। ବର୍ତ୍ତମାନ ଆଗକୁ ବିଧାୟକ ନିର୍ବାଚନ ଥିବାବେଳେ ଶ୍ରୀ ଆପାରାଓଙ୍କୁ ଶଙ୍ଖ ଭବନରେ ତାଙ୍କ ଉପରେ ଥିବା ଆରୋପକୁ ଉଠାଇ ନେଇ ବିଜେଡି ଦଳରେ ପୁଣି ଥରେ ସାମିଲ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ, ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ଶ୍ରୀ ଆପାରାଓଙ୍କୁ ବିଜେଡି ଦଳର ଶୃଙ୍ଖଳିତ ସାଂଗଠନିକ ନେତା ଭାବେ ବୁଝିପାରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଡାକରା ହୋଇଥିବା କାଶୀନଗର ପ୍ରେସ୍ କ୍ଲବର ସାମ୍ବାଦିକଙ୍କ ପ୍ରେସମିଟ୍ରେ ସୂଚନା ଦେଇଥିଲେ। କିଛି ସମସ୍ୟା ହେତୁ ସେ ଦଳରୁ ବାଦ୍ ପଡ଼ିଥିଲେ ବୋଲି ନିଜେ ବକ୍ତବ୍ୟ ରଖି ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି ବୋଲି କହିଥିଲେ। ବର୍ତ୍ତମାନ ତାଙ୍କୁ ବିଜେଡି ଦଳରେ ସାମିଲ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଏନ୍ଏସି ଉପାଧ୍ୟକ୍ଷ ରଘୁରାମ ସାହୁ, ବ୍ଲକ ଅଧ୍ୟକ୍ଷା ବାଲାସାୟମ୍ମା, ବିଜେଡି ଜିଲ୍ଲା ସଭାପତି ଆର୍ ରାମ ପ୍ରସାଦ, ଏନ୍ଏସି କାଉନସିଲର ଜୀବରତ୍ନ ଓ ବହୁ ପୁରୁଖା ନେତାଙ୍କ ଉପସ୍ଥିତିରେ ତାଙ୍କୁ ବିଜେଡି ଦଳ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ସାର୍ ଆଜି କ'ଣ କହିବେ ଯେ ବର୍ତ୍ତମାନ ଆଜି ପ୍ରେସମିଟ୍ ଡାକିଛନ୍ତି କାଶୀନଗର ପ୍ରେସ୍ କ୍ଲବକୁ, ଆର ଆଭିମୁଖ୍ୟ କ'ଣ ଅଛି, କ'ଣ କରିବାକୁ ଚାହୁଁଥିଲେ? ଏଇଟା ମୋର ଜୟ ଜଗନ୍ନାଥ, ଜୟ ବିଜେଡି, ଜୟ ନବୀନ। ଆଜି ଏ ପ୍ରେସମିଟ୍ ଡାକିବାକୁ ମଧ୍ୟ ଉଦ୍ଦେଶ୍ୟ ହେଉଛି ମୋର ଗତ ଏନ୍ଏସି ଇଲେକ୍ସନରେ ମୋର ଟିକେଟ୍ ପାଇବାର ପକ୍କା 100% ପକ୍କା ହେଇଥିଲା। ସେଇଟା ଲାଷ୍ଟ ଆୱାରରେ ଲାଷ୍ଟ ମୋମେଣ୍ଟରେ କଟିଗଲା ପରେ ମୁଁ ଟିକେ ରୁଷିକିରି ଘରେ ରହିଗଲି। ପାର୍ଟି ପାଇଁ ଟିକେ ରୁଷିଥିଲି। ସେଇଟା କେତେଜଣ ଆଡ଼ଭାନ୍ସ ନେଇକିରି ମୁଁ ପାର୍ଟି ପାଇଁ କାମ କରିନି ବୋଲି କହିକିରି ମୋର ସସ୍ପେଣ୍ଡ କରାଯାଇଥିଲା। ମୁଁ ମାତ୍ର ପାର୍ଟି ପାଇଁ ବିରୋଧ କାମ କେବେ କରିବିନି ମଧ୍ୟ। ଆଜି ସେଇଟା ପାର୍ଟି ଚିହ୍ନିକିରି ମୁଁ ଏ 2 ବର୍ଷ ଅନ୍ୟ କେଉଁ ଦଳକୁ ଯାଇନି, କେଉଁ ପାର୍ଟି ବିରୋଧ କାମ କରିନି ବୋଲି ଚିହ୍ନିକିରି ଆଜି ମୋତେ ଯେଉଁ ଅପମାନ ହେଇଥିଲା ସେ ଅପମାନଟାକୁ ବାବୁ ନିଜେ ଡାକିକିରି ମୋତେ କହିଥିଲେ, ତୁ ସମସ୍ତଙ୍କୁ ଆଣିକିରି ଏ ପାର୍ଟି ଭିତରେ ରଖିକିରି ଆଜି ସମସ୍ତେ ପଦବୀରେ ଥିଲେ, ତୁ କୁଆଡ଼େ ପଳେଇଲୁରେ ବୋଲି ପଚାରିଥିଲେ। ନାଇଁ ସାର୍ ମୁଁ କୁଆଡ଼େ ଯାଇନି, ପାର୍ଟି ଭିତରେ ଆଗ ଅଛି ବୋଲି କହିଲି। ନାଇଁ ତୁ ମୋତେ ପାର୍ଟି ଛାଡ଼ିବାକୁ ହେବନି, ତୁ ପାର୍ଟିରେ ଆଗ ରହିବୁ, ପାର୍ଟି କାମ କରିବୁ ବୋଲି କହିକିରି ମୋତେ ଏ ସସ୍ପେଣ୍ଡଟା ତାଙ୍କେ ନିଜେ ଇଣ୍ଟରେଷ୍ଟରେ ନବୀନ ବାବୁ କହିକିରି ଉଠେଇଥିଲେ। ତାଙ୍କର ଏଇଟା ତାଙ୍କ ଆଡ଼ରେ ରାଗା ହେଇଛି। ମାନସ ମଙ୍ଗରାଜ ବି ନିଜେ ଡାକିକିରି ମୋତେ ଭୁବନେଶ୍ୱର ଡାକିକିରି ଏଇଟା କରାଇଲେ। ଆମର ଅତୁନ ବାବୁ ବି ତାଙ୍କର କହିକିରି ଭୁଲ ହେଇଗଲା, ଆମର ମିଷ୍ଟେକ୍ କରିଦେଲୁ, ତୋର ସସ୍ପେନ୍ସନ୍ଟାକୁ ଆମେ ଖରାପ ହେଇଗଲା, ସେଥିପାଇଁ ଆଜି ଆମେ କରିଦେଉଛୁ ବୋଲି କରିଦେଇଛନ୍ତି। ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। କରିମି ମଧୁଙ୍କର ଆଗରୁ ସସ୍ପେନ୍ସ ହେଇଥିଲା ଏନ୍ଏସି ଟାଇମ୍ରେ, ଇଲେକ୍ସନ ଟାଇମ୍ରେ। ସେ ସସ୍ପେନ୍ସନ୍ କାଲି ଆମର ସାଂଗଠନିକ ସମ୍ପାଦକ ଆମର ବବିଦା ସାର୍, ଆମର ସବ୍ୟସାଚୀ ଅବଜର୍ଭର, ଆମର ମାନସ ମଙ୍ଗରା ସାର୍ ଆଉ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁଦେଶ କ୍ରମରେ ସେଇଟା ସସ୍ପେନ୍ସ ଉଠେଇଗଲା। ସେଥିପାଇଁ ମୁଁ କରିମି ମଧୁଙ୍କୁ କଂଗ୍ରେସ ଜଣାଉଛି। ଆଗରୁ ଆମ ଜେଜି ବାପା ଥିଲା ଟାଇମ୍ରୁ ତାଙ୍କେ ପାର୍ଟି ପାଇଁ କାମ କରିଛନ୍ତି, ଜନତା ଦଳରୁ ଅଛନ୍ତି। ଆଉ ଏବେ ମଧ୍ୟ ତାଙ୍କର ସସ୍ପେନ୍ସ ହେଲା ଟାଇମ୍ରେ ମଧ୍ୟ ସେ କୋର୍ଟ ଯାଇନାହାନ୍ତି, ଦଳ ପାଇଁ ଅଛନ୍ତି। ଏବେ ମଧ୍ୟ ଦଳ ପାଇଁ କାମ କରିବେ। ଗତ ମ୍ୟୁନିସିପାଲିଟି ଓ ଏନ୍ଏସି ଇଲେକ୍ସନ ସମୟରେ ମଧୁବାବୁ ଯେ କାରିମ ଆପାରାଓ ତାଙ୍କର କିଛି ମିସୟୁଜ୍ ହେବା ହେତୁ ଦଳ ତାଙ୍କୁ ସସ୍ପେନ୍ସ କରିଥିଲେ, ଯାହାକି ବର୍ତ୍ତମାନ ବିଗତ ଦିନ ଆମର ପ୍ରଣବ ପ୍ରକାଶ ଦାସ ଯିଏକି ସାଂଗଠନିକ ସମ୍ପାଦକ ଓ ମାନସ ମଙ୍ଗରାଜ ସାର୍ ଓ ଆମର ଅବଜର୍ଭର ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ମାନ୍ୟବର ଅତନୁ ସବ୍ୟସାଚୀ ନାୟକଙ୍କର ନିର୍ଦ୍ଦେଶ କ୍ରମେ ଓ ମୁଖ୍ୟମନ୍ତ୍ରୀଙ୍କ ଡାଇରେକ୍ସନ କ୍ରମେ ତାଙ୍କର ସସ୍ପେନ୍ସନ୍ ଉଠାଇଛନ୍ତି। ତେଣୁକରି ଆମେ କାଶୀନଗର ଓ ବ୍ଲକ ତରଫରୁ ଆମ ବିଜୁ ଜନତା ଦଳର
सक्रिय जो बंद होता से सक्रिय दलर संगठन जपरी बढ़ तेणुक आज कार्यक्रम कराई। रत्तम राम प्रसाद जनरल सेक्रेटरी गजपति डिस्ट्रिक्ट बिजु जनता दल। आज जो आम ये आभिमुख्य कौन है? आभिमुख्य गोटे आमर म्युनिसिपालिटी इलेक्शन समय माननीय मुख्यमंत्री आमर के अप्पा राव एलियास मधुबाबू को निलंबन करते पार्टी से दिन रू प्राय 2 वर्ष अच्छी मात्र मधुबाबू को कौन सी पार्टी को न जाई सीमित रही कौन एक्टिविटीज किसी नथिला बट बिजु से होचंती गोटे बिजु जनता दल रो प्रेमी जनता पार्टी जनता दल एंड बिजु जनता दल तीनटा पार्टी तीनटा ना थिबा गोटे पार्टी रे से काम कर आछि। से होचंती आम मान समस्त सीनियर ए पार्टी रे बहुत सीनियर लोक बहुत शृंखल लोक से तार वर्तमान पर दिन माननीय मुख्यमंत्री से निलंबन टाक उठे रिइनस्टेट करपाई आम बहुत खुशी। आम दल को दल में स्वागत जनाऊँ। आगु जमी आम मिलमिशी काम करूँ से मु बहुत वर्ष है ये पार्टी अच्छु आम मिलमिशी काम करूँ केते छोटिया छोटिया डिस्टर्बेंस थिले आमर मेजर डिस्टर्बेंस किसी नथिला आम मिलमिशी काम करूँ पार्टी डिसिप्लिन को मानिक आम काम करते। गजपति जिला प्रतिनिधि सीमांचल महारणांक रिपोर्ट G99 न्यूज।